ସମନ୍ୱୟ ଚେତନାର ପ୍ରତିଭୂ। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ସାରାର୍ଥ ଭାବରେ କହିଛନ୍ତି ଯେ ପ୍ରତ୍ୟେକ ନଦୀ ଭିନ୍ନ ଭିନ୍ନ ପଥ ଦେଇ ଯାଆନ୍ତି ଓ ଶେଷରେ ସମୁଦ୍ରରେ ହିଁ ମିଶି ଯାଇଥାନ୍ତି। ସମୁଦ୍ରରେ ମିଶିଯିବା ପରେ ସେ ସମସ୍ତ ନଦୀର ଜଳ ସମୁଦ୍ର ଜଳରେ ହିଁ ପରିଣତ ହୋଇଥାନ୍ତି। ସେହିପରି ବ୍ୟକ୍ତି ଯେତେ ଦେବ ଦେବୀଙ୍କର ପୂଜାର୍ଚ୍ଚନା କରେ ସେସବୁ ମୋ ପାଖକୁ ହିଁ ଆସିଥାଏ। ଯୁଗେ ଯୁଗେ ବିଭିନ୍ନ ଘଡ଼ି ସନ୍ଧି ମୁହୂର୍ତ୍ତରେ ଧର୍ମ ସଂସ୍ଥାପନା ପାଇଁ ବିଭିନ୍ନ ଯୁଗାବତାର ପୁରୁଷ ପ୍ରଫେଟ ଈଶ୍ୱରଙ୍କ ପୁତ୍ର ପୁରୁଷୋତ୍ତମ ତଥାଗତ ଯାହା କିଛି କହୁ ଧରା ପୃଷ୍ଠରେ ଅବତରଣ କରିଥାନ୍ତି। ସେହି ଏକ ହିଁ ଈଶ୍ୱରଙ୍କ ସତ୍ତା ସେମାନଙ୍କ ମଧ୍ୟରେ ପ୍ରତିଫଳିତ ହୋଇଥାଏ। ମଣିଷମାନଙ୍କ ହୃଦୟରେ ଭକ୍ତିର ଗଙ୍ଗା ଜ୍ଞାନ ସମୁଦ୍ରରେ ମିଳିତ କରାଇ ଧର୍ମ ଜଗତରେ ଯାବତୀୟ ହିଂସା ଦ୍ୱେଷ ଦ୍ୱନ୍ଦ କୋଳାହଳ ଦୂରୀଭୂତ କରାଇ ଶାନ୍ତି ଓ ପ୍ରେମର ଅମୀୟ ଧାରା ପ୍ରବାହିତ କରାଇଥାନ୍ତି। ମାତ୍ର ଆବାହମାନ କାଳରୁ ହିନ୍ଦୁ ସମାଜରେ ଶୈବ ଶାକ୍ତ ଓ ବୈଷ୍ଣବମାନଙ୍କ ମଧ୍ୟରେ ଈଶ୍ୱରଙ୍କୁ ଭିତ୍ତି କରି ବିଭିନ୍ନ ବାଦ ବିବାଦ ଉପୁଜିଥାଏ। ଶିବ କାଳୀ କୃଷ୍ଣ ବିଷ୍ଣୁ ପ୍ରଭୁ ଉପାସ୍ୟ ତତ୍ତ୍ୱର ପାର୍ଥକ୍ୟ ବହୁମତ ବହୁ ପଥର ସୃଷ୍ଟି ହୋଇଛି। ହିନ୍ଦୁ ଶାସ୍ତ୍ରରେ ଜୀବନ ସାର୍ଥକ ପାଇଁ ପ୍ରଧାନତଃ ଦୁଇ ପଥ ନିର୍ଦ୍ଦିଷ୍ଟ ଅଛି। ଗୋଟିଏ ଜ୍ଞାନ ପଥ ଅପରଟି ଭକ୍ତି ପଥ। ମାତ୍ର ଉଭୟ ପଥରେ କର୍ମ ଜ୍ଞାନ ଓ ଭକ୍ତିର ସମନ୍ୱୟରେ ଗମନ କରିବାକୁ ହୁଏ। ଦୃଢ଼ ଇଚ୍ଛା ଶକ୍ତି ବଳରେ ଦୁନିଆର କଠିନରୁ କଠିନତମ କାମ ସହଜ ହୋଇଯାଏ। ମୁଁ କରିପାରିବି ନାହିଁ ଏହି ବିଚାର ଆପଣଙ୍କ ଉପରେ ପ୍ରଭାବ ନ ପକାଉ। ଏହାକୁ ନିଘା ରଖନ୍ତୁ। ସଦା ସର୍ବଦା ନିଡର ସକାରାତ୍ମକ ଚିନ୍ତାଧାରା ରଖି ପ୍ରତିଟି ଭୁଲକୁ ସଫଳତାର ସିଡ଼ି କରନ୍ତୁ। ସର୍ବଦା ମନେ ରଖନ୍ତୁ ଅସଫଳତାର ଗର୍ଭରୁ ସଫଳତା ଜନ୍ମ ନେଇଥାଏ। ପ୍ରତିଟି ସମସ୍ୟା ଏକ ଉପହାର ନେଇ ଆସିଥାଏ। ସମସ୍ୟା ଆମକୁ ପୀଡ଼ିତ କରିବା ପାଇଁ ନୁହେଁ ପୁରସ୍କୃତ କରିବା ପାଇଁ ଆସିଥାଏ। ଲକ୍ଷ୍ୟ ପ୍ରାପ୍ତି କରି ଏହି ଉପହାର ମିଳିଥାଏ। ପ୍ରତିଟି ନୂଆ କାମ ଆରମ୍ଭ କରିବା ଆଗରୁ ସକାରାତ୍ମକ ଦୃଷ୍ଟିକୋଣ ରଖନ୍ତୁ। ମୁଁ ଈଶ୍ୱରଙ୍କ ସନ୍ତାନ ସଫଳତା ମୋର ନିଶ୍ଚିତ। ସକାରାତ୍ମକ ବିଚାରଧାରା ରଖିଲେ ବୁଦ୍ଧି ଖୋଲେ ନକାରାତ୍ମକ ରଖିଲେ ବୁଦ୍ଧି ବନ୍ଦ ହୋଇଯାଏ। ମୁଁ ଏହି କାମ କରିପାରିବି ନାହିଁ ବୋଲି ଆପଣ ଯେତେବେଳେ କୁହନ୍ତି ସେତେବେଳେ ନିଜ ବିଚାରର ଶକ୍ତିକୁ ପୂର୍ଣ୍ଣଚ୍ଛେଦ ଲଗେଇ ଦିଅନ୍ତି। ଜୟ ଶ୍ରୀ ଜଗନ୍ନାଥ।